जदि आपण पीएम किसान योजना रे लगातार भावे किस्ती टंका पाई आसुंती अर्थात 23तम किस्ती टंका पाइछंती एबे 24तम किस्ती टंका पाइबा पई अपेक्षा करिसंती जो हिताधिकारी माने नुआ करी आवेदन करिसंती पीएम किसान रे से माने मध्य पीएम किसान रो 24तम किस्ती टंका पाइबा पई अपेक्षा करिसंती ता सहित जो चासी भाईना मानकर पीएम किसान योजना रो 23तम किस्ती टंका आसी नाही तो समस्तଙ୍କ ପାଇଁ ଏହି ଭିଡ଼ିଓଟି ଗୁରୁତ୍ୱପୂର୍ଣ୍ଣ ରହିଛି କାରଣ ପିଏମ୍ କିଷାନ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଏକ ନୂଆ ଅପଡେଟ୍ ଜାରି କରିଛନ୍ତି। ଯଦି ଆପଣମାନେ 24ତମ କିସ୍ତି ଟଙ୍କା ପାଇବା ପୂର୍ବରୁ ଏହିସବୁ କାର୍ଯ୍ୟ ନ କରିବେ ସରକାରଙ୍କ ତରଫରୁ ଆପଣମାନଙ୍କର କିସ୍ତି ଟଙ୍କା ମଧ୍ୟ ବନ୍ଦ କରିଦିଆଯିବ। ସରକାରଙ୍କ ତରଫରୁ ଯାହା ବି ନୂଆ ଅପଡେଟ୍ ଆସୁଛି সেই ଅପଡେଟ୍ ଅନୁସାରେ ଚାଷୀମାନଙ୍କୁ କାମ କରିବାର ଅଛି। ଠିକ୍ ସମୟରେ ଯଦି ଆପଣମାନେ ସରକାରଙ୍କ ତରଫରୁ ଯେଉଁ ନିୟମ ଗୁଡ଼ିକ ଲାଗୁ କରାଯାଉଛି ସେ ନିୟମ ଅନୁସାରେ ଯଦି ଆପଣ କାର୍ଯ୍ୟ ନ କରିବେ ଆପଣମାନଙ୍କର କିସ୍ତି ଟଙ୍କା ଅଟକି ଯିବେ। ସମସ୍ତଙ୍କର କିସ୍ତି ଟଙ୍କା ଆସୁଥିବ, ଆପଣମାନଙ୍କର କିସ୍ତି ଟଙ୍କା ଯେତେବେଳେ ଆସୁନଥିବ ଆପଣମାନେ ଟେନସନରେ ରହୁଥିବେ। ତ ସେଥିପାଇଁ ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଏବେ ପିଏମ୍ କିଷାନ ଯୋଜନାରେ କ'ଣ ନୂଆ ଅପଡେଟ୍ ଜାରି କରାଯାଇଛି, ଆପଣମାନଙ୍କ ପାଇଁ କେଉଁ ଗୁରୁତ୍ୱପୂର୍ଣ୍ଣ କାମ ରହିଛି କରିବାର ଅଛି, ତ ସବୁକିଛି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ପ୍ରଥମ କରି ଯଦି ଆପଣମାନେ ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ। ଏବେ ପିଏମ୍ କିଷାନ ଯୋଜନାରେ ଚାଷୀମାନଙ୍କୁ ଆନୁଆଲି ଇ-KYC କରିବା ବାଧ୍ୟତାମୂଳକ କରାଯାଇଛି। ଯଦି ଆପଣମାନେ ଆନୁଆଲି ଇ-KYC କରିବେନି ତାହେଲେ ଆପଣମାନଙ୍କର କିସ୍ତି ଟଙ୍କା ଅଟକି ଯିବ। ସେଥିପାଇଁ ପ୍ରତ୍ୟେକ ଚାଷୀମାନେ ବିନା କୌଣସି ଅସୁବିଧାରେ ଲଗାତାର ଭାବେ କିସ୍ତି ଟଙ୍କା ଯଦି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଆନୁଆଲି ଇ-KYC କରିବା ପାଇଁ ପଡ଼ିବ। ଆନୁଆଲି ଇ-KYC କହିବାକୁ ଗଲେ ବାର୍ଷିକ ଆପଣମାନଙ୍କୁ ଇ-KYC କରିବା ପାଇଁ ପଡ଼ିବ। ବାର୍ଷିକ କହିବାକୁ ଗଲେ ଆପଣ ପ୍ରତ୍ୟେକ ବର୍ଷରେ ଥରେ ଲେଖାଏ ଇ-KYC କରିବେ। ତ ଆପଣମାନେ ଇ-KYC କେମିତି କରିବେ? ତ ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ପ୍ରତ୍ୟେକ ବର୍ଷ ଆପଣମାନେ ଇ-KYC କରିବା ପାଇଁ ପଡ଼ିବ। ଏହି ଇ-KYC କରେଇବା ସରକାରଙ୍କର ଉଦ୍ଦେଶ୍ୟ କ'ଣ ରହିଛି? କାରଣ ଅନେକ ପିଏମ୍ କିଷାନ ଯୋଜନାର ହିତାଧିକାରୀମାନେ ମୃତ୍ୟୁବରଣ ହୋଇଥିବା ବେଳେ ଯାହାଫଳରେ ସେମାନଙ୍କର ଟଙ୍କା ମଧ୍ୟ ତାଙ୍କ ପରିବାର ଲୋକ ମଧ୍ୟ ହାତଉଛନ୍ତି। ତ ସେଥିପାଇଁ ସରକାର ଏବେ ପିଏମ୍ କିଷାନ ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଯାହାକି ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ପାଖରେ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ପହଞ୍ଚି ପାରିବ। ସେଥିପାଇଁ ଏବେ କେନ୍ଦ୍ର ସରକାର ଆନୁଆଲି ଇ-KYC ପେଣ୍ଡିଂ ଲିଷ୍ଟ ଜାରି କରିଛନ୍ତି। ତ ଆପଣଙ୍କ ନାମ ଯଦି ଏହି ଲିଷ୍ଟରେ ରହିଥିବ ତାହେଲେ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର 24ତମ କିସ୍ତି ଟଙ୍କା ମିଳିବ ନାହିଁ। ଏହି ଲିଷ୍ଟଟି ଆପଣମାନେ ପାଇବେ କେମିତି? ଯଦି ଏ ଲିଷ୍ଟରେ ଆପଣମାନଙ୍କର ନାମ ରହିଛି ତାହେଲେ ଆପଣମାନେ କରିବେ କ'ଣ? ଆପଣମାନଙ୍କର ଆନୁଆଲି ଇ-KYC ଟି କମ୍ପ୍ଲିଟ୍ ଅଛି କି ନାହିଁ ଆପଣମାନେ ଜାଣିବେ କେମିତି? ତ ଏ ବିଷୟରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି, ସେଥିପାଇଁ ଆପଣମାନେ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଧ୍ୟାନ ସେ ଦେଖନ୍ତୁ। ଯେଉଁ ଅପଡେଟ୍ଟି ମୁଁ ଆପଣମାନଙ୍କ ପାଇଁ ଆଣିଛି ସର୍ବପ୍ରଥମେ ଏହି ଚ୍ୟାନେଲ ମାଧ୍ୟମରୁ ହିଁ ଆପଣ ଜାଣିବାକୁ ପାଇବେ। ଏହି ଅପଡେଟ୍ ଆପଣ କୌଣସି ୟୁଟ୍ୟୁବ୍ ଚ୍ୟାନେଲରୁ ଏପର୍ଯ୍ୟନ୍ତ ଆପଣ ପାଇବେ ନାହିଁ। ଏହି ଚ୍ୟାନେଲରେ ପବ୍ଲିସିଟି ହେଲା ପରେ ଅଲଗା ଚ୍ୟାନେଲରେ ଆପଣମାନେ ଏହି ଅପଡେଟ୍ଟି ଦେଖିବାକୁ ପାଇବେ। ଏହି ଲିଷ୍ଟଟି ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଅନ୍ତର୍ଗତ। ତ ଆପଣ ଦେଖିବାକୁ ପାଉଥିବେ ସର୍ବପ୍ରଥମେ ଆପଣମାନଙ୍କର ରେଭେନ୍ୟୁ ଭିଲେଜ ନେମ୍ ରହିଛି, ତାପରେ ରହିଛି ଫାର୍ମାର ନେମ୍ ରହିଛି, ତାପରେ ରହିଛି ଫାର୍ମାରଙ୍କର ଫାଦର ନେମ୍ ରହିଛି, ତାପରେ ଦେଖନ୍ତୁ ଆପଣମାନଙ୍କର ଇ-KYC ଷ୍ଟାଟସ୍ ରହିଛି, ତାପରେ ଆପଣମାନଙ୍କର ରହିଛି ଲ୍ୟାଣ୍ଡ ସିଡ଼ିଂ ରହିଛି, ତାପରେ ଆପଣମାନଙ୍କର ରହିଛି NPCI ସିଡ଼ିଂ ରହିଛି, ତାପରେ ଦେଖନ୍ତୁ ଆପଣମାନଙ୍କର କ୍ୟାଟାଗୋରୀ ରହିଛି, ତାପରେ ରହିଛି ଆପଣମାନଙ୍କର ଫାର୍ମାର ରେଜିଷ୍ଟ୍ରି ଷ୍ଟାଟସ୍ ମଧ୍ୟ ରହିଛି, ତାପରେ ଦେଖନ୍ତୁ ଆପଣମାନଙ୍କର ଆନୁଆଲି ଇ-KYC ଷ୍ଟାଟସ୍ ରହିଛି, ତାପରେ ଆପଣମାନଙ୍କର ରିମାର୍କସ୍ ରହିଛି। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା
ଇ କେୱାଇସି ଯେଉଁମାନଙ୍କର ପେଣ୍ଡିଂ ରହିଛି ଆନୁଆଲି ଇ କେୱାଇସି ତ ସେମାନଙ୍କୁ ପିଏମ୍ କିଷାନ ଯୋଜନାର ଏଥର 24ତମ କିସ୍ତି ଟଙ୍କା ମିଳିବ ନାହିଁ। ଆପଣ ଏହି ଲିଷ୍ଟରୁ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ କେଉଁ ଚାଷୀମାନଙ୍କୁ ଏଥର 24ତମ କିସ୍ତି ଟଙ୍କା ମିଳିବ, କେଉଁ ଚାଷୀମାନଙ୍କୁ 24ତମ କିସ୍ତି ଟଙ୍କା ମିଳିବ ନାହିଁ। ଡିଟେଲ୍ସ ଆପଣମାନଙ୍କର ମେନସନ୍ ରହିଛି। ଇ କେୱାଇସି ଷ୍ଟାଟସ୍ ଆପଣମାନଙ୍କର ୟେସ୍ ରହିଥିବା ଦରକାର। ଯଦି ନୋ ରହିଥିବ ତାହେଲେ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ମିଳିବ ନାହିଁ। ତାପରେ ଆପଣମାନଙ୍କର ଲ୍ୟାଣ୍ଡ ସିଡ଼ିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ଯଦି ଆପଣମାନଙ୍କର ଲ୍ୟାଣ୍ଡ ସିଡ଼ିଂଟା ୟେସ୍ ରହିଥିବ ତାହେଲେ ଭଲ କଥା। ଯଦି ଲ୍ୟାଣ୍ଡ ସିଡ଼ିଂଟା ଆପଣମାନଙ୍କର ନୋ ରହିଥିବ ତାହେଲେ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର 24ତମ କିସ୍ତି ଟଙ୍କା ମିଳିବ ନାହିଁ। ତାପରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ରହିଛି ଏନ୍ପିସିଆଇ ସିଡ଼ିଂ ରହିଛି। ଏନ୍ପିସିଆଇ ସିଡ଼ିଂ ଜାଗାରେ ୟେସ୍ ରହିଥିବା ଦରକାର। ଯଦି ଆପଣମାନଙ୍କର ଏନ୍ପିସିଆଇ ସିଡ଼ିଂ ଜାଗାରେ ନୋ ରହିଥିବ ତାହେଲେ ବି ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର 24ତମ କିସ୍ତି ଟଙ୍କା ମିଳିପାରିବ ନାହିଁ। ତାପରେ ଦେଖନ୍ତୁ ଆପଣମାନଙ୍କର ଫାର୍ମର ରେଜିଷ୍ଟ୍ରି ଷ୍ଟାଟସ୍ ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଯଦି ଆପଣମାନଙ୍କର ଫାର୍ମର ରେଜିଷ୍ଟ୍ରି ଷ୍ଟାଟସ୍ ଜାଗାରେ କମ୍ପ୍ଲିଟ୍ ରହିଥିବ ତାହେଲେ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର 24ତମ କିସ୍ତି ଟଙ୍କା ମିଳିବ। ଯଦି ପେଣ୍ଡିଂ ରହିଥିବ ତାହେଲେ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ମିଳିବ ନାହିଁ। ତ ପୁରା ରିପୋର୍ଟ ବର୍ତ୍ତମାନ ସରକାର ଦେଇଛନ୍ତି। ତ ଆପଣ ମଧ୍ୟ ଚାହିଁଲେ ଦେଖିପାରିବେ ଯେଉଁ ଏଗ୍ରିକଲଚର ଯେଉଁ ଅଫିସର ରହିଛନ୍ତି ସେମାନଙ୍କ ପାଖରେ ଲିଷ୍ଟ ମଧ୍ୟ ଆଭେଲେବୁଲ୍ ଅଛି। ଆପଣଙ୍କ ପଞ୍ଚାୟତରେ ମଧ୍ୟ ଲିଷ୍ଟ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଲିଷ୍ଟରେ ଆପଣମାନଙ୍କର ମୋବାଇଲ ନମ୍ବର ମେନସନ୍ ରହିଛି। ଯେଉଁ ଚାଷୀମାନଙ୍କର ଅସୁବିଧା ରହିଛି ତ ତାଙ୍କର ମୋବାଇଲ ନମ୍ବର ମାଧ୍ୟମରେ ସେହି ଚାଷୀଙ୍କ ସହିତ ଯୋଗାଯୋଗ କରାଯାଇ ତାଙ୍କର ଅସୁବିଧା ପାଇଁ ମଧ୍ୟ କାମ କରାଯିବ। ଏହି ଲିଷ୍ଟ ଗୁଡ଼ିକ ଆପଣମାନଙ୍କର VAWଙ୍କ ପାଖରେ ରହିଛି। ଆପଣ ଚାହିଁଲେ ତ ତାଙ୍କ ସହିତ ଯୋଗାଯୋଗ କରି ଏ ଲିଷ୍ଟରେ ଆପଣଙ୍କର ନାମ ଅଛି କି ନାହିଁ ଆପଣ ଚେକ୍ କରିପାରିବେ। ତା ସହିତ କୃଷକ ସାଥୀ ଯେଉଁ ରହିଛନ୍ତି ସେମାନଙ୍କ ପାଖରେ ମଧ୍ୟ ଆଭେଲେବୁଲ୍ ରହିଛି। ତ ଆପଣ ନିଜର ମୋବାଇଲ ମାଧ୍ୟମରେ କେମିତି ଚେକ୍ କରିବେ, କେମିତି ଆପଣମାନଙ୍କର ଆନୁଆଲି ଇ କେୱାଇସି କମ୍ପ୍ଲିଟ୍ କରିବେ। ଭିଡ଼ିଓ ଡ୍ୟୁରେସନ୍ ଅଧିକ ହେଉଥିବାରୁ ପ୍ରକ୍ରିୟା ମୁଁ ଆପଣମାନଙ୍କୁ ଜଣାଇ ପାରୁନାହିଁ। ତ ଆପଣମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାନ୍ତୁ। ନେକ୍ସଟ ଭିଡ଼ିଓରେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିବି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରଙ୍କ ତରଫରୁ ଯେକୌଣସି ନୂଆ ଅପଡେଟ୍ ଆସୁଛି ଆପଣ ସେହି ଅନୁସାରେ କାର୍ଯ୍ୟ କରନ୍ତୁ, ଯାହାଫଳରେ ଆପଣମାନଙ୍କର କିଛି ବି ଅସୁବିଧା ହେବ ନାହିଁ। ତ ଯଦି ଆପଣମାନେ ଆନୁଆଲି ଇ କେୱାଇସିଟିକୁ ପେଣ୍ଡିଂ ରଖିବେ, କମ୍ପ୍ଲିଟ୍ ଆପଣମାନଙ୍କର କରେଇବେନି ତାହେଲେ ଆପଣମାନେ ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା ଆପଣ କେବେ ବି ପାଇପାରିବେନି। ସରକାର ଆପଣମାନଙ୍କୁ ମୃତ ବୋଲି ଘୋଷଣା କରିଦେବେ। ତ ସେଥିପାଇଁ ଇ କେୱାଇସି ଦ୍ୱାରା ଆପଣ ଜୀବିତ ଅଛନ୍ତି ଏବଂ ଆପଣ ଜଣେ ପ୍ରକୃତ ଯୋଗ୍ୟ ଚାଷୀ ବୋଲି ସରକାର ଜାଣିପାରିବେ। ଯଦି ଆପଣ ଏପର୍ଯ୍ୟନ୍ତ ଫାର୍ମର ଏଗ୍ରି ଷ୍ଟାକ୍ ଆଇଡି କରେଇ ନାହାନ୍ତି ତାହେଲେ ଆପଣମାନଙ୍କ ପାଇଁ ଖୁସି ଖବର ରହିଛି। ଏବେ ଚାଷୀମାନଙ୍କ ଘରକୁ ଘର ବୁଲି ଅଧିକାରୀମାନେ ଏହି ଏଗ୍ରି ଷ୍ଟାକ୍ର ଫାର୍ମର ଆଇଡି କରେଇବେ।